ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମହାଦୁର୍ନୀତି। ତଥାପି ଜିଲ୍ଲା ପ୍ରଶାସନ ନୀରବ କାହିଁକି ବୋଲି ସାଧାରଣ ଲୋକରେ ଚର୍ଚ୍ଚା ହେଉଛି। ଆମେ କହୁଛୁ ଏହି କୋଦଳା ଏନ୍ଏସି କାର୍ଯ୍ୟାଳୟର କଥା, ଯାହାର ଦୁର୍ନୀତି ଏବେ ବି ଚରମ ସୀମାରେ ପହଞ୍ଚି ସାରିଲାଣି। କିଛି ମାସ ତଳେ ପୂର୍ତ୍ତ ବିଭାଗ ତରଫରୁ ତହସିଲ କ୍ୱାର୍ଟର ପରିସରରେ ଫେବର ପକାଇବା ପାଇଁ 4 ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିବା ନେଇ ଶୁଣିବାକୁ ମିଳୁଛି। କିନ୍ତୁ ସେହି କାମ ବର୍ତ୍ତମାନ ସୁଦ୍ଧା ହୋଇନଥିବା ବେଳେ ବର୍ତ୍ତମାନ ସେହି କାମକୁ କୋଦଳା ଏନ୍ଏସି ତରଫରୁ ଚିଠି ନମ୍ବର 3405/26/2025 ତାରିଖରେ ଟେଣ୍ଡର ବାହାର କରିଛନ୍ତି, ଯାହାର ମୂଲ୍ୟ 7,81,370 ଟଙ୍କା, ଯାହାକି 18/12/2025ରେ ସାର୍ବଜନୀନ ହୋଇଥିଲା। ଏହାର ଶେଷ ତାରିଖ 26/12/2000 ପର୍ଯ୍ୟନ୍ତ ଅଛି। ଏହାକୁ 29/12/2025 ତାରିଖରେ 11 ଘଣ୍ଟିକା ସମୟରେ ଓପନ୍ କରିବା ଧାର୍ଯ୍ୟ କରାଯାଇଛି। ହେଲେ ଏଠି ପ୍ରଶ୍ନ ଉଠୁଛି, କେମିତି ପୂର୍ତ୍ତ ବିଭାଗ ବାହାର କରିଥିବା ଟେଣ୍ଡରକୁ କୋଦଳା ଏନ୍ଏସି ବାହାର କଲା? ତା ସହିତ ଯେଉଁ ଟେଣ୍ଡରଟି ବାହାର କରିଛନ୍ତି ପୂର୍ତ୍ତ ବିଭାଗ, ସେହି ଜାଗାକୁ ଏନ୍ଏସିକୁ ହସ୍ତାନ୍ତର କରିଛନ୍ତି କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନା ଲୁଟି ଖାଇବା ପାଇଁ ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ଜେଇ ଏହିପରି ମହା ଘୋଟାଲା କରିଛନ୍ତି କି? ଏହି ଏନ୍ଏସିରେ ଏମିତି ଗୋଟିଏ କାମ ନୁହଁ, ଶତାଧିକ କାମରେ ଘୋଟାଲା ଓ ଟେଣ୍ଡର ଫିକ୍ସିଂ କରି କୋଟି କୋଟି ଟଙ୍କା ଲୁଟି ସାରିଲେଣି। ପ୍ରତ୍ୟେକ ଦିନ ଏହି ଏନ୍ଏସିର ଦୁର୍ନୀତି ଉପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ କାହିଁକି ନୀରବ? ତାକୁ ଏନେଇ ଏବେ ସାଧାରଣ ଲୋକଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଗତ 28 ତାରିଖରେ ଟେଣ୍ଡର ଫିକ୍ସିଂ ହୋଇଥିବା ବେଳେ ଗତ 29 ତାରିଖରେ ଜଣେ କାଉନସିଲର ତଥା ସାମ୍ବାଦିକ ଭଗବାନ ପାଢ଼ୀଙ୍କୁ ଏନ୍ଏସି ପରିସରରେ ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ନିର୍ଦ୍ଦେଶରେ ମାଡ଼ ମାରି ସିସିଟିଭି ଫୁଟେଜକୁ ଗାୟବ କରିଦେଇଥିଲେ ମଧ୍ୟ ଆଜକୁ 25 ଦିନ ହୋଇଯାଇଥିଲେ ମଧ୍ୟ ଏନ୍ଏସି କାର୍ଯ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ସିସିଟିଭି ଲଗାଯାଇନାହିଁ କାହିଁକି? ଦେଖାଯାଉ ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ୍ ପିଟୁଛନ୍ତି, ଏବେ ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହୁଛନ୍ତି, ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ସନ୍ଧାନ ଓଡ଼ିଶା ଲାଇଭ୍।